ମନୋଲୋଡ଼ା ସେଇ ଆତ୍ମଯୋଗ ସମାଧିରେ ଉପବିଷ୍ଟ ହେବାକୁ ସ୍ଥିର କଲେ କପିଳାସରେ। କପିଳାସ ଠାରେ 2ଟି ପର୍ଯ୍ୟାୟରେ ଆତ୍ମଯୋଗ ସମାଧି ଶେଷ କରିଥିଲେ। ପ୍ରତ୍ୟେକ ପର୍ଯ୍ୟାୟରେ ସମୟ ଥିଲା 12 ବର୍ଷ ମହିମା ଗୋସ୍ୱାମୀଙ୍କର। ଏ 12 ବର୍ଷ ଫଳ ଆହାର କରି ଗୋସ୍ୱାମୀ କେବଳ ଫଳ, ଆଉ ଦ୍ୱିତୀୟ 12 ବର୍ଷଟି କ୍ଷୀର ଆହାର କଲେ। ପ୍ରଥମ 12 ବର୍ଷ ଫଳ, ଦ୍ୱିତୀୟ 12 ବର୍ଷ ହଉଛି କ୍ଷୀର ଅତିବାହିତ କଲେ ସମୟକୁ। ତାହେଲେ ଆମେ ଏଠୁ କଣ ଜାଣୁଛୁ? ଆମେ ଆଜିର ଗବେଷକ ପାଠକ ମାନେ, ଆଜିର କିଛି ଆଧ୍ୟାତ୍ମିକବାଦୀ ଆମେ ଜାଣୁଛୁ, ଯଦି ଜଣେ ମଣିଷ କେବଳ ଫଳ ଆହାର କରିବ, କେବଳ କ୍ଷୀର ପାନ କରିବ, ତାକୁ ଜୀବନ ବଞ୍ଚିବାରେ ଆଦୌ ଅବହେଳା ହବ ନାହିଁ। ତାକୁ ଜୀବନ ବଞ୍ଚିବାରେ ବି ଅବହେଳା ହବ ନାହିଁ, କି କୌଣସି ଶାରୀରିକ କ୍ଲେଶ ତା ପାଖରେ ନାହିଁ। ଫଳ ଆହାର, କ୍ଷୀର ଆହାର ପାନ କରୁଥିବା ବ୍ୟକ୍ତିକୁ ଶାରୀରିକ ଯନ୍ତ୍ରଣା ନାହିଁ। ତେଣୁ 12 ବର୍ଷ ବଞ୍ଚିବା ପରେ କପିଳାସ ପାହାଡର ପୃଷ୍ଠ ଦେଶରେ ଅବସ୍ଥିତ କେନ୍ଦୁପାଣିଆ ଗୁମ୍ଫା, ସେ ଗୁମ୍ଫାର ନାଁ ହଉଛି କେନ୍ଦୁପାଣିଆ ଗୁମ୍ଫା। କେନ୍ଦୁପାଣିଆ ଗୁମ୍ଫା ଥିଲା ମହିମା ପ୍ରଭୁଙ୍କର ଆତ୍ମଯୋଗ ସମାଧି ସ୍ଥଳ। ଯୋଉ କେନ୍ଦୁପାଣିଆ ଗୁମ୍ଫା, ତା ସାମ୍ନାରେ ଗୋଟେ ଚକା ପଥର ଉପରେ 21 ଦିନ ଧ୍ୟାନ ମଗ୍ନ ହବା ପରେ ତପୋବନରେ ଧ୍ୟାନ କରିଥିଲେ ହଉଛନ୍ତି ମହିମା ଗୋସ୍ୱାମୀ। କପିଳାସର ଏ ତପୋବନ ଯାହାକି ଥିଲା ମହିମା ପ୍ରଭୁଙ୍କ ସାଧନାର ସ୍ଥଳ, ସେହି ପବିତ୍ର ସ୍ଥାନକୁ କୌପିନ୍ଦାରୀ ମହିମା ସମାଜର ସନ୍ନ୍ୟାସୀ ଓ ରଘୁନାଥ ବାବା, ଶ୍ରୀ ରାଜକିଶୋର ବାବା ଭକ୍ତ ମାନେ ଆବିଷ୍କାର କରି ମନ୍ଦିର ନିର୍ମାଣ କରିଛନ୍ତି। ମୁଁ ଆପଣଙ୍କୁ ଆଉ ନେବିନି ମହିମା ଧର୍ମର ସମୟ, କାରଣ ଆମ ଟପିକ ଅଛି ଭୀମ ବହି। ମୁଁ ମହିମା ଧର୍ମ ସମ୍ପର୍କରେ କେବଳ କହିବା କଥା, ମହିମା ଗୋସ୍ୱାମୀକୁ ଆଣିଲି। ମୁଁ ଏବେ ସିଧାସଳଖ ପଳଉଛି ଭୀମ ବହିଙ୍କ ପାଖକୁ। ଆମେ ଜାଣୁଛୁ ବହୁ ଗବେଷକ 1850 ଲେଖୁଛନ୍ତି, 1851 ଲେଖୁଛନ୍ତି। ବୈଶାଖ ପୂର୍ଣ୍ଣିମା ତିଥିରେ ଭୂମିଷ୍ଠ ହଉଛନ୍ତି ସୋନପୁର ଜିଲ୍ଲା, ଏବେ ସୋନପୁର ରାଜ୍ୟ ବା ଜିଲ୍ଲା ଅନ୍ତର୍ଗତ ଜଟାସିଙ୍ଗାରେ। ଜଟାସିଙ୍ଗା ଭୀମ ବହିଙ୍କର ଜନ୍ମସ୍ଥାନ ଆମେ ସମସ୍ତେ ଜାଣୁ। କିନ୍ତୁ ତାଙ୍କ ବାପା ମାଙ୍କ ବିଷୟରେ ଇତିହାସ ନୀରବ। କୌଣସି ଆପଣ ଦେଖନ୍ତୁ ଇତିହାସ କାହିଁକି ନୀରବ ହବ? ଇତିହାସକୁ ଚଳଚଞ୍ଚଳ କରାଇବା ସାହିତ୍ୟର ସ୍ୱଧର୍ମ। ଇତିହାସ ଯଦି ଚଳଚଞ୍ଚଳ ହଉଛି, ଭବିଷ୍ୟତ ଲେଖା ହୁଏ। ସାହିତ୍ୟ ମାଧ୍ୟମରେ ଇତିହାସକୁ ଚଳଚଞ୍ଚଳ କରାଇ ଭବିଷ୍ୟତ ଲେଖିବା ଆଜିର ଗବେଷକ ମାନଙ୍କର ସ୍ୱଧର୍ମ ହେଉ। ତେଣୁ ତାଙ୍କ ପିତା ମାତାଙ୍କ ବିଷୟରେ ଯେତେବେଳେ ଇତିହାସ ନୀରବ ହଉଛି, ସେ ନିଃସନ୍ତାନ କନ୍ଧ ଦମ୍ପତି ଦନାର ଭୋଇ ଓ ଗୁରୁବାରୀଙ୍କ ଦ୍ୱାରା ପ୍ରତିପାଳିତ ହେଇଥିଲେ। ଦନାର ଭୋଇ ତାଙ୍କର ଆଉ ଗୁରୁବାରୀ। ତେଣୁ ବହୁତ କହୁଛନ୍ତି ଜନ୍ମାନ୍ଧ। ବହୁତ ଆମର ପିଲାଙ୍କୁ ଯେମିତି ଶିକ୍ଷା ଯାଇଛି ଜଗନ୍ନାଥ ଦାସ ଅତି ବଡି। ଆରେ ଏବେ ଆମେ ସମ୍ପୂର୍ଣ୍ଣ ଭାବରେ ଜାଣିଲୁ ଜଗନ୍ନାଥ ଦାସ ଯିଏ କପିଳେଶ୍ୱରପୁର ଶାସନରେ ସେ କେବଳ 11 ସ୍କନ୍ଧ ଲେଖୁଛନ୍ତି। 10ମ ସ୍କନ୍ଧ ପର୍ଯ୍ୟନ୍ତ ଯୋଉ ଜଗନ୍ନାଥ ଦାସ ଲେଖିଲେ ସିଏ କାଶୀ ପଣ୍ଡିତ ମାନଙ୍କୁ ପରାସ୍ତ କଲେ। କିନ୍ତୁ ଆମ ପିଲାଙ୍କୁ ପଢେଇ ଦେଲେ ଅତି ବଡି ଜଗନ୍ନାଥ। କଣ ଅତି ବଡି? ଚୈତନ୍ୟ ମହାପ୍ରଭୁ ବଟ ଗଣେଶ ମୂଳରେ ଜଗନ୍ନାଥ ବୁଝଉଥିଲା ବେଳେ ତାଙ୍କୁ ଦେଖିକି ବିମୋହିତ ହେଲେ। ସେଇଠି କହିଲେ ତୁମି ଅତ ବଡ, ସେଇଟା ତୁମେ ଏତେ ବଡ। ସିଏ ହେଲେ ବଡ, କିନ୍ତୁ ସେଇ ସମ୍ପ୍ରଦାୟ ହେଲା ବଡି, ଅତି ବଡି ସମ୍ପ୍ରଦାୟ ଯେମିତି। କିନ୍ତୁ ଠିକ ସେମିତି ଆମ ପିଲାଙ୍କୁ ଆମେ ଶିଖେଇଛେ, ଆମକୁ ଆମ ଗୁରୁଜନ ମାନେ କହିଥିଲେ ଭୀମ ଭୋଇ ଅନ୍ଧ କବି ଭୀମ ଭୋଇ। ଆଜ୍ଞା ସେ ଜନ୍ମାନ୍ଧ ନୁହନ୍ତି, ଆମେ ଦୃଢ ଭାବରେ ଖଣ୍ଡନ କରୁଛେ। ଭୀମ ଭୋଇ ଦାରିଦ୍ର୍ୟର କଷାଘାତ ଭିତରେ ପ୍ରତିଭା ବିକଶିତ ହେଲା ଭଳି। ପ୍ରତିଭା କୋଉଠି ବିକଶିତ ହୁଏ? ଦାରିଦ୍ର୍ୟର କଷାଘାତ ଭିତରୁ ପ୍ରତିଭା ବିକଶିତ ହୁଏ। ଭୀମ ଭୋଇ କେବେ ଅନ୍ଧ ନଥିଲେ। ଭୀମ ଭୋଇ ଦାରିଦ୍ର୍ୟ ଭିତରେ ଯେତେବେଳେ ଶାରୀରିକ ଯେତିକି ଦରକାର ପୃଷ୍ଟି, ସେ ପୃଷ୍ଟି ପାଇ ନ ପାଇ ସେ ଦୃଷ୍ଟି ଶକ୍ତି ହରେଇଲେ। ଭୀମ ଭୋଇ ଅନ୍ଧ ନୁହନ୍ତି। ମାତ୍ର ବୁଝିବାର ତାତ୍ପର୍ଯ୍ୟ, ବହୁ ଗବେଷକ ମାନେ ଭିନ୍ନ ଭିନ୍ନ ମତ ଦଉଛନ୍ତି। କିନ୍ତୁ ଆମେ ଯେତିକି କଥାକୁ ପଢୁଛୁ ଜାଣୁଛୁ, ବାସ୍ତବରେ ଭୀମ ଭୋଇ ଅନ୍ଧ ନୁହନ୍ତି, ଆମେ ଦୃଢତାର ସହିତ କହୁଛୁ। ତେଣୁ କହିବାର ତାତ୍ପର୍ଯ୍ୟ, ଯେତେବେଳେ
ଦିନେ ଗାଈ ଚରାଇ ପେଟ ପୋଷୁଥିବା ଭୀମା ପରବର୍ତ୍ତୀ କାଳରେ ମହିମା ଧର୍ମର ଜଣେ ପୂଜନୀୟ ଆଚାର୍ଯ୍ୟ ହେଲେ, ଯୋଉମାନେ ଧର୍ମକୁ ଆଗକୁ ବଢାନ୍ତି, ଯୋଉମାନେ ଆମକୁ ଶିକ୍ଷା ଦାନ କରନ୍ତି, ଆମେ ତାଙ୍କୁ ଆଚାର୍ଯ୍ୟ କହୁ।